ରାତି 3ଟା 3:30 ବେଳକୁ ଆମ ପାଖକୁ ଖବର ଆସିଲା କି ଆମର ଛୋଟଫେଟି ସ୍ଥିତ କନ୍ଧମାଳ ମହିଳା ମଣ୍ଡଳ ଗୋଦାମରେ ନିଆଁ ଲାଗିଯାଇଛି ବୋଲି। ତ ସାହି ପଡ଼ିଶାରୁ ଖବର ଆସିଲା ରାତି 3ଟା ଅଧେ 4ଟା ବେଳକୁ ଆସିଲା। ଆମେ ତତ୍କ୍ଷଣାତ୍ ଆସିକି ଗୋଦାମ ଦେଖିଲା ବେଳକୁ ଧୂଆଁ ବାହାରୁଥିଲା। ସାଙ୍ଗେ ସାଙ୍ଗେ ଫାୟାର ଡିପାର୍ଟମେଣ୍ଟକୁ ଫୋନ୍ କଲୁ ଆଉ ଅଧଘଣ୍ଟା ଭିତରେ ଫାୟାର ଡିପାର୍ଟମେଣ୍ଟ ଆସିକି ନିଆଁକୁ ଆୟତ୍ତ କରିବା ସକ୍ଷମ ହେଲା। ନିଆଁ ଲାଗିବା କାରଣ ତ ଏପର୍ଯ୍ୟନ୍ତ ଜଣାଯାଏ ନାହିଁ। ଲାଗୁଛି କି ସର୍ଟ ସର୍କିଟ୍ ଯୋଗୁଁ ହିଁ ଲାଗିଥିବ, କିନ୍ତୁ କ'ଣ ପାଇଁ ଲାଗିଥିବ, ଆମର ଗୋଦାମରେ ବହୁତ ସାରା ଖଲିପତ୍ର ବର୍ତ୍ତମାନ ମହଜୁଦ ଥିଲା, ସବୁ ଯାକ ଜଳି ନଷ୍ଟ ହୋଇଯାଇଛି। ତାହା ସହିତ କିଛି ମାନେ ଅନ୍ୟ ସାମାନ ଗୁଡ଼ା ମଧ୍ୟ ମେସିନାରୀ ଗୁଡ଼ା ଥିଲା, ଯାହାଗୁଡ଼ା ସବୁ ଯାକ ଜଳିଯାଇଛି। ଆଜ୍ଞା ବଜାର ମୂଲ୍ୟ ୟାର ଆଜ୍ଞା 10 ଲକ୍ଷରୁ 12 ଲକ୍ଷ ଟଙ୍କା ହେବ। ମୁଁ ସକାଳେ ତ ଶୋଇଥିଲି, ସେଇ 4:30 5ଟା ପାଖାପାଖି ମୋତେ ଏଇ ଯେଉଁ ଜଣେ ଖବର ଦେଲେ ଏଇ ବାଲିଗୁଡ଼ା ଟାଉନରୁ କି ଆଜ୍ଞା ଏମିତି ଖଲି ସମିତିରେ ନିଆଁ। ଫାଷ୍ଟ ତ ସିଏ ଯେତେବେଳେ କଲ୍ କଲେ ମୋ ନମ୍ବର ମାନେ ରିଙ୍ଗ ହେଲା, ମୁଁ ଉଠେଇ ନଥିଲି, ଶୋଇଥିଲି। ତାପରେ ମୁଁ ଉଠେଇଲା ପରେ ସେ କହିଲେ ଏମିତି ନିଆଁ ଲାଗିଯାଇଛି। ତାପରେ ମୁଁ ଆମର ଯେଉଁ ସବୁ ପିଲାମାନେ ଅଛନ୍ତି ଏଠି ସମସ୍ତଙ୍କୁ ଫୋନ୍ କଲି କି ଆରେ ଏମିତି କ'ଣ ମୁଁ ଶୁଣିଛି ନିଆଁ ଲାଗିଛି। ଆଉ ତାପରେ ସମସ୍ତେ ପିଲାମାନେ ଆସିଲେ, ଫାୟାର ଯେଉଁ ଲୋକମାନେ ଅଛନ୍ତି ସେମାନଙ୍କୁ ବି ଆମେ ଖବର ଦିଆହେଇଥିଲା, ସମସ୍ତେ ଆସିଲେ। ମୁଁ ଆସିଲା ବେଳକୁ ନିଆଁ ଲିଭା କାମ ଅଲରେଡ଼ି ଷ୍ଟାର୍ଟ ହେଇଗଲାଣି। ନିଆଁ କେମିତି ଲାଗିଛି, କାରଣ କ'ଣ ନିଆଁ ଲାଗିବ? କେମିତି ଲାଗିଛି ସେଟା ତ ଏବେ ବହୁତ କିଛି ଆମେ କ୍ଲୁ ପାଇନୁ, ସେଟା ତ ଏଇଲେ କହିବା ଟିକେ ମୁସ୍କିଲ। କେତେ ଟଙ୍କାର ପ୍ରପର୍ଟି ସବୁ ଅଛି? ହଁ, ମାନେ ମୁଁ ଯେତିକି ଶୁଣିବା ପାଇଁ ପାଉଛି ଆମ ପିଲାମାନଙ୍କ ପାଖରୁ କି ଗୋଟେ ଖଲି ଯେଉଁଗୁଡ଼ାକ 8 ଲକ୍ଷ ପାଖାପାଖି ଥିଲା। କିଛି ମାଆ ମାନେ ଯେଉଁ ନିଜ କମ୍ପାନୀରେ ବିକ୍ରି କରିବା ପାଇଁ କୁକୁଡ଼ାର ଖାଦ୍ୟ ଆଣିଥିଲେ, ସେଗୁଡ଼ା ପାଖାପାଖି 1.5-2 ଲକ୍ଷ ଟଙ୍କାର ହେବ। କିଛି ହଳଦୀ ଷ୍ଟକ୍ ବି ମାଆ ମାନେ ହଳଦୀ ବିଜନେସ୍ କରନ୍ତି, ତ ସେଗୁଡ଼ାକର ବି କିଛି ଷ୍ଟକ୍ ଏଠି ପାଖାପାଖି ଗୋଟେ ମୋତେ ଲାଗୁଛି କି 6-7 ଲକ୍ଷ ଭଳିଆ ଥିବ। ତ ଏମିତି ମୋଟାମୋଟି ମିଶାଇଲେ 15-20 ଲକ୍ଷର ପ୍ରପର୍ଟି ଥିବ। ତା ସହିତ ମେସିନ୍ ସବୁ ଅଛି, ହଳଦୀ ପଲିସିଂ ମେସିନ୍ ଯେଉଁ କମ୍ପାନୀର, ତ ସେଗୁଡ଼ାକ ବି ଆଡ଼କୁ ନିଆଁ କେତେ କ'ଣ କ୍ଷତି ଅଛି ସେଟା ତ ଦେଖିବାକୁ ପଡ଼ିବ। ନିଆଁ ଏବେ ବି ତ ଲିଭଉଛନ୍ତି ସମସ୍ତେ।